ସାର୍, ମୋ ମା ଆଉ ନାହିଁ। ଡାକ୍ତର କହିଲେ ଏବେ ପୋଷ୍ଟମର୍ଟମ କଲେ ଯାଇ ଘରକୁ ମାକୁ ନେଇପାରିବି। ହେଲେ ଘରେ ତ କେହି ନାହାନ୍ତି। ଘରକୁ ମାକୁ ନେଇ କଣ କରିବି ଯେ? ହେଲେ ଏବେ ଟିକେ ମାର ପୋଷ୍ଟମର୍ଟମ କରେଇ ଦିଅନ୍ତୁ। ଆଉ ଡେରି କରନ୍ତୁନି ସାର୍, ଟିକେ ସାହାଯ୍ୟ କରନ୍ତୁ। ଓଃ, ଏକୁନି ପୁଅର ଏ ବିକଳ ଆଉ ତା ପଥର ଛାତିର ସାହସ ଦେଖି ପୋଷ୍ଟମର୍ଟମ ହଲରେ ଥିବା ସମସ୍ତେ ଯେମିତି ହତବାକ୍ ହୋଇଯାଇଥିଲେ। ଯେଉଁଠି ପାଦ ପକାଇବାକୁ ବି ବଡ଼ ଲୋକ ଡରନ୍ତି, ସେଠି ତାର ଡର ଭୟ କିଛି ବି ନଥିଲା। ତା ଆଖି ଆଗରେ ଶୋଇ ରହିଥିବା ତା ମାର ନିର୍ଜୀବ ଦେହଟା ଛଡା ତାକୁ କିଛି ବି ଦେଖାଯାଉନଥିଲା। ତା ମୁଣ୍ଡରେ ଆଉ କିଛି ପଶୁନଥିଲା। ହେଲେ ତା ସାହସ ପଛରେ ଲୁଚିଥିବା ଭୀଷଣ ଯନ୍ତ୍ରଣା କିନ୍ତୁ ନୀରବ ଚିତ୍କାର କରୁଥିଲା, ଯାହା ସେଠି ଥିବା କିଛି ସହୃଦୟ ଲୋକଙ୍କ ମନ ତରଳାଇ ଦେଇଥିଲା, ଆଖି ଭିଜେଇ ଦେଇଥିଲା। ଖବର ପାଇ ପହଞ୍ଚିଥିଲେ ସେଠିକାର ଜଣେ ଥାନା ବାବୁ ଆଉ ପୁଅଟିକୁ କୋଳେଇ ନେଇ ତାକୁ ସାହାଯ୍ୟ କରିବାକୁ କଥା ଦେଇଥିଲେ। ଏଭଳି କୁନି ପିଲାଟିକୁ ବିଧାତା ଏତେ ଅସହାୟ ଭିତରକୁ ଠେଲି ଦେଇପାରେ, ଏକଥା ଭାବି ସେ ଭାବବିହ୍ୱଳ ହୋଇଯାଇଥିଲେ। ଆଉ ପୁଅଠାରୁ ପୁରା ଘଟଣା ଜାଣିବା ପରେ ତାଙ୍କ ଆଖି ବି ଜକେଇ ଆସିଥିଲା। ଆଉ ନିଜକୁ ସେ ପ୍ରଶ୍ନ କରିଥିଲେ, ହେ ଭଗବାନ, ଏତେ କଷ୍ଟ ଦିଅ କାହିଁକି? ସବୁ ଦେଇ ପୁଣି ସବୁ ଛଡାଇ ନିଅ କାହିଁକି? ଏ କୁନି ପୁଅ ଉତ୍ତରପ୍ରଦେଶ ଏଟା ଜନପଦର। ଆଉ ଏ ଫଟୋ ଖାଲି ଗୋଟେ ଫଟୋ ନୁହେଁ, ବରଂ ସାରା ସମାଜ ଆଉ ଏ ସମାଜର ଚିନ୍ତାଧାରା ପାଇଁ ଗୋଟେ ଆଇନା। ସମ୍ପର୍କରେ ଶୁଷ୍କତା, ଅସହାୟର ଶେଷ ସୀମା, କଅଁଳ ପ୍ରାଣର ଅଦମ୍ୟ ସାହସ ସବୁକିଛିକୁ ସ୍ପଷ୍ଟ କରୁଛି। ଜୟଥରା ଥାନା ନଗଲା ଧୀରଜ ଗାଁର 8 ବର୍ଷର ପୁଅଟେ। ବାପା ଏଡ୍ସର ଶିକାର ହୋଇ ଅକାଳରେ ଚାଲିଗଲା ପରେ ମା ଅସୁସ୍ଥ ହୋଇପଡ଼ିଲେ। ମେଡିକାଲରେ 7 ଦିନ, ପାଖରେ ଜଣେ ବୋଲି କେହି ନାହିଁ। ବାପା ଏଡ୍ସରେ ଗଲେ ବୋଲି କେହି ପାଖ ମାଡ଼ିଲେନି। ଚିନ୍ତା କଲେ, ଦୁନିଆ କଣ? କିଛି ବି ଜାଣିନଥିବା ପିଲାଟେ ମା ପାଖରେ ଏକା ଏକା ମେଡିକାଲରେ ଜଗି ରହିଥାଏ। ଏତେ ସବୁ ପରେ ବି ଶେଷ ଆଶାଟିକକ ବି ଦୂରେଇ ଗଲା। ମା ଆରପାରିକୁ ଚାଲିଗଲା ପରେ କୁନି ପୁଅ କାନ୍ଦୁଥିଲା, ହେଲେ ଲୁହ ଟିକେ ପୋଛିଦେବାକୁ ବି ପାଖରେ ତାର କେହି ନଥିଲେ। ମାର ଶବ ପୋଷ୍ଟମର୍ଟମ କରାଇବାକୁ ଥିବାରୁ ଅବନ୍ତିପାଇ ମେଡିକାଲ କଲେଜର ପୋଷ୍ଟମର୍ଟମ ହଲରେ ସେଠି ହାତ ଯୋଡ଼ି କର୍ମଚାରୀଙ୍କୁ ନେହୁରା ହୋଇଥିଲା ତା ମାର ମୃତଦେହକୁ ଟିକେ ପୋଷ୍ଟମର୍ଟମ କରାଇଦେବାକୁ। ପିଲାର ସମସ୍ତେ ଥାଇ ବି କେହି ନଥିଲେ। ସମସ୍ତଙ୍କର ଆଖି ଥିଲା କେବଳ ତାର ସମ୍ପତ୍ତି ଉପରେ। ଏଠି ପ୍ରଶ୍ନ ଆସେ, ମଣିଷ କେମିତି ଏତେ ନିର୍ଦ୍ଦୟ ହୋଇପାରେ? ଏଡ଼ିକି ବକଟେ ପିଲାଟାକୁ କାହାରି ଦୟା ହେଲାନି। ଏଭଳି ଅବସ୍ଥାରେ ଏକା କରିଦେଲେ। ଘଟଣା ବିଷୟରେ ଜାଣି ପାଖରେ ପହଞ୍ଚିଥିଲେ ଜୟଥରାର ପୁଲିସ ପ୍ରଭାରୀ ରିତେଶ ଠାକୁର। ମାର ଅନ୍ତିମ ସଂସ୍କାର କରିବାର ସବୁ ଦାୟିତ୍ୱ ନେବାଠାରୁ ପୁଅକୁ ଯଥାସମ୍ଭବ ସାହାଯ୍ୟ କରିବାକୁ କହିଲେ। ସୋସିଆଲ ମିଡିଆରେ ଏ ଖବର, ଏ ଦୃଶ୍ୟ ମନକୁ ଏକ ଅବ୍ୟକ୍ତ ଭାବନାରେ ଥରାଇ ଦେଉଛି। ଏହା ଖାଲି କୁନି ପୁଅର ସାହସ ନୁହେଁ, ବରଂ ସମ୍ପର୍କର କୁତ୍ସିତ ସତ, ମଣିଷର କଦର୍ଯ୍ୟ ଚିନ୍ତାଧାରାକୁ ଧିକ୍କାର କରୁଥିବା ବେଳେ ମିଛ ମଣିଷର ସମାଜକୁ ଏକ ଶକ୍ତ ଚାପୁଡା। ବ୍ୟୁରୋ ରିପୋର୍ଟ, କନକ ଡିଜିଟାଲ।